ନର୍ଲା ବ୍ଲକ ପରିସରରେ ସୁଭଦ୍ରା ଯୋଜନାର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ। ରାଜ୍ୟ ସରକାରଙ୍କ ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଏସ୍ଓପି ଜାରି ହୋଇଥିଲେ ମଧ୍ୟ ଆଜିଠାରୁ ରାଜ୍ୟର ବିଭିନ୍ନ ବ୍ଲକ ମୁଖ୍ୟାଳୟଗୁଡ଼ିକରେ ବ୍ଲକର ଅଙ୍ଗନବାଡି କର୍ମୀଙ୍କୁ ନେଇ ପ୍ରଶିକ୍ଷଣ ଶିବିରମାନ ଆୟୋଜନ କରାଯାଉଥିବା ବେଳେ ନର୍ଲା ବ୍ଲକ ପରିସରରେ ମଧ୍ୟ ଏକ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିଲା। ଉକ୍ତ ପ୍ରଶିକ୍ଷଣ ଶିବିର ଦ୍ୱାରା ସୁଭଦ୍ରା ଯୋଜନାରେ କେଉଁ ମହିଳା ଅନ୍ତର୍ଭୁକ୍ତ ହୋଇପାରିବେ ଓ ତାର ନିୟମାବଳୀ କ'ଣ, କେମିତି ଟଙ୍କା ପାଇବେ ସେ ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା। ନର୍ଲା ବିଡିଓ ରିପୁନାଥ ସୁନାଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବିପିଏମ୍ ସନତ କୁମାର ସାହୁ ଅଙ୍ଗନବାଡି କର୍ମୀମାନଙ୍କୁ ଯୋଜନା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ପ୍ରଶିକ୍ଷଣ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ନର୍ଲା ତହସିଲଦାର ବିଶ୍ୱରଞ୍ଜନ କହଁର, ଆଇସିଡିଏସ୍ ସୁପରଭାଇଜର ସଂଘମିତ୍ରା ପଟ୍ଟନାୟକ, ବିପିସି ଭୋଳନାଥ ଦାସ ଓ ବ୍ଲକର ବିଭିନ୍ନ ପଦାଧିକାରୀ ଯୋଗ ଦେଇଥିବା ବେଳେ ବ୍ଲକର ସମସ୍ତ ଅଙ୍ଗନବାଡି କର୍ମୀ ଉପସ୍ଥିତ ଥିଲେ। ନର୍ଲାରୁ ଜଗତରାମ ସାହୁ, ଲୋକ ଆୱାଜ।